ମକର ସଂକ୍ରାନ୍ତି ଉପକ୍ରମ। ମକର ସଂକ୍ରାନ୍ତି ଭାରତର ଏକ ପ୍ରାଚୀନ ଓ ପବିତ୍ର ପର୍ବ, ଯାହାକୁ ଓଡ଼ିଶାରେ ବିଶେଷ ଉତ୍ସାହ ଓ ଆନନ୍ଦ ସହ ପାଳନ କରାଯାଏ। ପ୍ରତିବର୍ଷ ଜାନୁଆରୀ ମାସ ମଧ୍ୟଭାଗରେ ଏହି ପର୍ବ ଆସେ। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଏକ ଶୁଭ ସମୟ ଭାବେ ଗଣାଯାଏ। ଏହା ସହିତ ଦିନ ଦିନକୁ ଦୀର୍ଘ ହେବା ଆରମ୍ଭ କରେ ଏବଂ ଶୀତ ଋତୁର ଶେଷ ଓ ବସନ୍ତ ଋତୁର ଆଗମନର ସୂଚନା ମିଳେ। ମକର ସଂକ୍ରାନ୍ତି ଚାଷୀମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖେ। ଏହି ସମୟରେ ନୂଆ ଧାନ କଟା ହୋଇ ଘରକୁ ଆସେ। ଚାଷୀମାନେ ତାଙ୍କର ଶ୍ରମର ଫଳ ପାଇ ଆନନ୍ଦିତ ହୁଅନ୍ତି। ତେଣୁ ଏହି ପର୍ବକୁ ଫସଲ କଟା ପର୍ବ ଭାବରେ ମଧ୍ୟ ଦେଖାଯାଏ। ବର୍ଣ୍ଣନା। ଓଡ଼ିଶାର ଗ୍ରାମ ଅଞ୍ଚଳରେ ଏହି ଦିନ ଘର ଘର ସଜାଯାଏ, ଗୋଠ ଓ କ୍ଷେତରେ ପୂଜା ହୁଏ ଏବଂ ଧାନର ଦେବୀଙ୍କୁ କୃତଜ୍ଞତା ଜଣାଯାଏ। ଓଡ଼ିଶାରେ ମକର ସଂକ୍ରାନ୍ତିର ସବୁଠାରୁ ଆକର୍ଷଣୀୟ ପାର୍ଶ୍ୱ ହେଉଛି ମକର ପ୍ରସ୍ତୁତି। ମକର ହେଉଛି ନୂଆ ଚାଉଳ, ଛେନା, ଗୁଡ଼, କଦଳୀ, ନଡ଼ିଆ, ଦୁଧ ଓ ବିଭିନ୍ନ ଶୁଷ୍କ ଫଳ ମିଶାଇ ତିଆରି ହେଉଥିବା ଏକ ପାରମ୍ପରିକ ଖାଦ୍ୟ। ଏହା ପ୍ରଥମେ ଭଗବାନଙ୍କୁ ଭୋଗ ଲଗାଯାଏ, ପରେ ପରିବାରର ସଦସ୍ୟମାନେ ଏକାଠି ହୋଇ ଖାଆନ୍ତି। ମକର ଖାଇବା ମାନେ କେବଳ ଖାଦ୍ୟ ଗ୍ରହଣ ନୁହେଁ, ଏହା ଏକତା ଓ ଭାଇଚାରାର ପ୍ରତୀକ। ଏହି ପର୍ବ ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମେଳା, ଯାତ୍ରା, ପାଲା, ଦଣ୍ଡନାଟ୍ୟ ଓ ଅନ୍ୟାନ୍ୟ ଲୋକନୃତ୍ୟ ଆୟୋଜିତ ହୁଏ। ଗ୍ରାମୀଣ ଜୀବନର ସାମୂହିକତା ଏହି ମେଳାମାନ ମାଧ୍ୟମରେ ସ୍ପଷ୍ଟ ଭାବେ ପ୍ରକାଶ ପାଏ। ଶିଶୁମାନେ ନୂଆ ପୋଷାକ ପିନ୍ଧି ଖେଳକୁଦ କରନ୍ତି ଓ ବୃଦ୍ଧମାନେ ପୁରୁଣା ସ୍ମୃତି ସେୟାର କରନ୍ତି। ମକର ସଂକ୍ରାନ୍ତି କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଏକ ସାମାଜିକ ଓ ସାଂସ୍କୃତିକ ପର୍ବ ମଧ୍ୟ। ଏହି ଦିନ ଲୋକମାନେ ଦାନ ଧର୍ମ କରନ୍ତି, ଗରିବ ଓ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରି ପୁଣ୍ୟ ଲାଭ କରନ୍ତି। ଏହା ମାନବିକତା ଓ ସହାନୁଭୂତିର ମହତ୍ତ୍ୱକୁ ସ୍ମରଣ କରାଏ। ଲୋକମାନେ ଗଙ୍ଗା ମହାନଦୀ ପରି ପବିତ୍ର ନଦୀରେ ସ୍ନାନ କରି ଦେବତାଙ୍କୁ ପୂଜା କରନ୍ତି। ଦାନ ପୁଣ୍ୟ କରିଲେ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ଅଛି। ଜୀବନରେ ନୂଆ ଆଶା, ନୂଆ ଆଲୋକ ଓ ସୁଖ ଶାନ୍ତି ଆଣି ଦେଉଥିବା ଏକ ପବିତ୍ର ଅବସର। ଶେଷ କଥା, ମକର ସଂକ୍ରାନ୍ତି ଆମକୁ ପ୍ରକୃତି ସହ ସମନ୍ୱୟରେ ଜୀବନ ଯାପନ କରିବା, ପରିଶ୍ରମକୁ ସମ୍ମାନ କରିବା ଓ ପରମ୍ପରାକୁ ସୁରକ୍ଷିତ ରଖିବାର ପାଠ ପଢ଼ାଏ। ଏହି ପବିତ୍ର ପର୍ବ ଓଡ଼ିଆ ସଂସ୍କୃତିର ଏକ ଅମୂଲ୍ୟ ଧନ ଭାବେ ସଦା ସ୍ମରଣୀୟ ରହିବ।